ଜୟ ଜଗନ୍ନାଥ ପିଲାମାନେ ସମସ୍ତଙ୍କୁ ସ୍ୱାଗତ। ତୁମ ସାହିତ୍ୟ ବହିର ପାଠ 8 କମ୍ପ୍ୟୁଟର ଏକ ପରିଚୟ ଏହି ସୁନ୍ଦର ଚାପ୍ଟରଟିର ଆମେ ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିନେବା। ଆସ କଥା ହେବା। କ ଦୈନନ୍ଦିନ ଜୀବନରେ କିଏ ଆମର ବନ୍ଧୁ ଭାବରେ ଛିଡ଼ା ହେଉଛି? ଉତ୍ତର ଦୈନନ୍ଦିନ ଜୀବନରେ କମ୍ପ୍ୟୁଟର ଆମର ଜଣେ ବନ୍ଧୁ ଭାବରେ ଛିଡ଼ା ହେଉଛି। ଖ କେଉଁ ସବୁ ସ୍ଥାନରେ କମ୍ପ୍ୟୁଟରକୁ ବ୍ୟବହାର କରାଯାଉଛି? ଉତ୍ତର ଆଜିକାଲି ପ୍ରାୟ ସବୁ ସ୍ଥାନରେ କମ୍ପ୍ୟୁଟର ବ୍ୟବହାର ହେଉଛି, ଯଥା ବ୍ୟାଙ୍କ, ବିଦ୍ୟାଳୟ, ଅଫିସ, ଡାକ୍ତରଖାନା, ଡାକଘର, ରେଳ ପ୍ଲାଟଫର୍ମ, ପରୀକ୍ଷା ଖାତା ମୂଲ୍ୟାୟନ, ହୋଟେଲ, ବିମାନ ବନ୍ଦର, କଳକାରଖାନା ଓ ଇଞ୍ଜିନିୟରଙ୍କ ନକ୍ସା ଇତ୍ୟାଦି। ଗ ଆଧୁନିକ ବିଜ୍ଞାନର ସର୍ବଶ୍ରେଷ୍ଠ ଦାନ କ'ଣ? ଉତ୍ତର ଆଧୁନିକ ବିଜ୍ଞାନର ସର୍ବଶ୍ରେଷ୍ଠ ଦାନ କମ୍ପ୍ୟୁଟର। ତୁମେ କମ୍ପ୍ୟୁଟର ଦେଖିଛ କି? କେଉଁଠାରେ ଦେଖିଛ? ଉତ୍ତର ହଁ, ମୁଁ କମ୍ପ୍ୟୁଟର ଦେଖିଛି। ଏହାକୁ ମୁଁ ବିଦ୍ୟାଳୟ, ମୋ ଘରେ ଏବଂ ବେଳେବେଳେ ବ୍ୟାଙ୍କ, ଦୋକାନ, ରେଳ ପ୍ଲାଟଫର୍ମ, ଡାକ୍ତରଖାନା ଓ ଡାକଘରେ ଦେଖିଛି। ନେକ୍ସଟ ଆସ ଉତ୍ତର ଲେଖିବା। 1 ନମ୍ବର କ କମ୍ପ୍ୟୁଟରକୁ ଆମର ବନ୍ଧୁ ବୋଲି କାହିଁକି କହିବା? ଉତ୍ତର କମ୍ପ୍ୟୁଟରକୁ ଆମର ବନ୍ଧୁ କୁହାଯାଏ କାରଣ ଏହା ବହୁତ କମ ସମୟରେ ବହୁତ କାମ କରିପାରେ। କମ୍ପ୍ୟୁଟର ଆମର ଜୀବନକୁ ସହଜ କରିଦେଇଛି। ଏହା ଦ୍ରୁତ ଗତିରେ ହିସାବ କରିପାରେ, ତଥ୍ୟ ସଞ୍ଚୟ କରିପାରେ ଏବଂ ଆମକୁ ସୂଚନା ଦେଇପାରେ ଇତ୍ୟାଦି। ଖ ବର୍ତ୍ତମାନର ଯୁଗକୁ କମ୍ପ୍ୟୁଟର ଯୁଗ ବୋଲି କାହିଁକି କହିବା? ଉତ୍ତର ବର୍ତ୍ତମାନ ସମୟରେ ପ୍ରାୟ ସବୁ କ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର ହେଉଥିବାରୁ ଏହି ଯୁଗକୁ କମ୍ପ୍ୟୁଟରର ଯୁଗ ବୋଲି କୁହାଯାଏ। ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କିଂ, ଯୋଗାଯୋଗ, ପରିବହନ ଏବଂ ପ୍ରତିରକ୍ଷା ଭଳି ପ୍ରତ୍ୟେକ କ୍ଷେତ୍ରରେ କମ୍ପ୍ୟୁଟରର ବ୍ୟାପକ ବ୍ୟବହାର କରାଯାଉଛି। ଗ କମ୍ପ୍ୟୁଟରର ଆବଶ୍ୟକତା କ'ଣ? ଉତ୍ତର ଦ୍ରୁତ ଗତିରେ କାମ କରିବା, ତଥ୍ୟ ସଞ୍ଚୟ କରିବା ଏବଂ ଜଟିଳ ସମସ୍ୟାର ସମାଧାନ କରିବା ପାଇଁ କମ୍ପ୍ୟୁଟରର ଆବଶ୍ୟକତା ବହୁତ ବେଶୀ। ଆଜିର ଦୁନିଆରେ ଦକ୍ଷତା, ସଠିକତା ଏବଂ ସୂଚନା ପରିଚାଳନା ପାଇଁ କମ୍ପ୍ୟୁଟର ଅତ୍ୟନ୍ତ ଆବଶ୍ୟକ। ଘ ଆନାଲୋଗ କମ୍ପ୍ୟୁଟର ଦ୍ୱାରା କି କାର୍ଯ୍ୟ କରାଯାଏ? ଉତ୍ତର ଆନାଲୋଗ କମ୍ପ୍ୟୁଟର ସାହାଯ୍ୟରେ ରୋଗର ନିଦାନ ଏବଂ ଚିକିତ୍ସା ସମ୍ବନ୍ଧରେ ସିଦ୍ଧାନ୍ତ ଗ୍ରହଣ କରାଯାଉଛି। ଏଥିରେ ପ୍ରତ୍ୟେକ ରୋଗର ଲକ୍ଷଣ ଓ ତାର ଚିକିତ୍ସା ବିଧି ସାଙ୍କେତିକ ଭାବରେ ରହିଥାଏ। ଡାକ୍ତରଖାନା କିମ୍ବା ଔଷଧ ଦୋକାନରେ ଥିବା ଏହି କମ୍ପ୍ୟୁଟରକୁ ଶାରୀରିକ ଅସୁସ୍ଥତାର ଲକ୍ଷଣମାନ ଜଣାଇଦେଲେ ତାହା ସଙ୍ଗେ ସଙ୍ଗେ ରୋଗୀ ପାଇଁ କି ଔଷଧ ଲୋଡ଼ା, ତାହା ସେବନର ବିଧି କ'ଣ, ଏସବୁ ରୋଗୀକୁ ଜଣାଇ ଦିଆଯାଉଛି। ଦୈନନ୍ଦିନ ଜୀବନରେ କମ୍ପ୍ୟୁଟର ଆମର କେଉଁ କାମରେ ଆସେ? ଉତ୍ତର ଦୈନନ୍ଦିନ ଜୀବନରେ କମ୍ପ୍ୟୁଟର ଚିଠି ଲେଖିବା, ଖେଳ ଖେଳିବା, ଗୀତ ଶୁଣିବା, ହିସାବ କରିବା ଏବଂ ଅନଲାଇନରେ ପାଠ ପଢ଼ିବା ଇତ୍ୟାଦି କାମରେ ଆସେ। ଏହା ବ୍ୟତୀତ ରେଳ ଓ ବିମାନ ଟିକେଟ ବୁକିଂ କରିବା, ବ୍ୟାଙ୍କ କାରବାର କରିବା ଏବଂ ପାଣିପାଗ ପୂର୍ବାନୁମାନ ଭଳି ଅନେକ କାମରେ ମଧ୍ୟ ଏହା ସାହାଯ୍ୟ କରେ। ନେକ୍ସଟ 2 ନମ୍ବର ନିମ୍ନଲିଖିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କର। ତାହେଲେ ଉଦ୍ଭାବନ, ବିଚିତ୍ର, ଆଧୁନିକ, କମ୍ପ୍ୟୁଟର, ବହୁଳ ଏହି ଶବ୍ଦଗୁଡ଼ିକୁ ନେଇକି ବାକ୍ୟ ଗଠନ କରିବା। ପ୍ରଥମେ ଉଦ୍ଭାବନ। ଆଧୁନିକ ଯୁଗରେ ବିଜ୍ଞାନର ବହୁ ଉଦ୍ଭାବନ ମଣିଷ ଜୀବନକୁ ସହଜ କରିଛି। ବିଚିତ୍ର, ପ୍ରକୃତିର ନିୟମ ଅତ୍ୟନ୍ତ ବିଚିତ୍ର। ଆଧୁନିକ, ଆଜିକାଲି ଆଧୁନିକ ଶିକ୍ଷା ବ୍ୟବସ୍ଥାରେ କମ୍ପ୍ୟୁଟରର ବହୁଳ ବ୍ୟବହାର ଦେଖାଯାଉଛି। କମ୍ପ୍ୟୁଟର
କମ୍ପ୍ୟୁଟର ଏକ ଇଲେକ୍ଟ୍ରୋନିକ ଯନ୍ତ୍ର। ସେଇଭଳି ବହୁଳ, ଓଡ଼ିଶାରେ ଧାନ ଚାଷ ବହୁଳ ଭାବରେ କରାଯାଏ। ନେକ୍ସଟ 3 ନମ୍ବର, ଯେପରି ପିଲାର ବହୁବଚନ କଣ ପିଲାମାନେ? ପିଲାମାନେ। ତ ସେହିପରି ନିମ୍ନଲିଖିତ ଶବ୍ଦ ଗୁଡ଼ିକର ବହୁବଚନ କଣ ହେବ? ଆସ ଲେଖିବା। ତାହେଲେ ମଣିଷ, ମଣିଷ ମାନେ, ଏଇଠି ଲେଖିବ ମଣିଷ ମାନେ। ସେଇଭଳି ସେ, ତାହେଲେ ସେର ପିଲାମାନେ କଣ? ସେମାନେ, ବୁଝିହେଲା। ତାପରେ ଲୋକ, ଲୋକର ଲୋକମାନେ, ଲୋକ ମାନେ। ତାପରେ ମୁଁ ଅଛି, ତାହେଲେ ମୁର ବହୁବଚନ ପିଲାମାନେ କଣ ହେଇଯିବ? ମୁର, ଆମ୍ଭେ ବା ଆମ୍ଭେ ମାନେ ମଧ୍ୟ ହେବ, ହେଲା, ଆମ୍ଭେ ମାନେ। ତ ସେଇଭଳି ତୁମ୍ଭେ ଅଛି, ତୁମ୍ଭେର ତୁମ୍ଭେ ମାନେ, ତୁମ୍ଭେ ମାନେ। ତାହେଲେ এই ବକ୍ସ ଭିତରେ ଛୋଟ ଛୋଟ ଅକ୍ଷର କରି ସୁନ୍ଦର ସୁନ୍ଦର ଅକ୍ଷର କରି ଲେଖିବ। ନେକ୍ସଟ ଭାଷାର କଥା ପଢ଼, ବୁଝ ଓ ଲେଖ। ତାହେଲେ ଆସ ପିଲାମାନେ ଚିହ୍ନିବା ଓ ଲେଖିବା। ତାହେଲେ ଏଠି କମ୍ପ୍ୟୁଟରର ପାର୍ଟସ ସବୁ ଦେଇଛି, ଆମେ ଚିହ୍ନିବା ଆଉ ଲେଖିବା ସେଗୁଡ଼ିକ ସବୁ କଣ, ବୁଝିହେଲା। ତାହେଲେ ପିଲାମାନେ ଏହା କମ୍ପ୍ୟୁଟରର କଣ? ଏହା ହେଉଛି ପିଲାମାନେ କଣ? CPU। କଣ କୁହାଯାଏ? C.P.U ହେଲା, ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ, ଯାକୁ ଇଂଲିଶରେ କୁହାଯାଏ, ବୁଝିହେଲା। ତାହେଲେ ଏଇଟା ଏଇଠି ଦେଖ, ଏଇଟା କଣ? ଏଇଟା ହେଉଛି ପିଲାମାନେ କଣ? ଏଇଟା ହେଉଛି ମନିଟର କୁହାଯାଏ, ମନିଟର, ବୁଝିହେଲା। ତାହେଲେ ପିଲାମାନେ ଏଇଠି ଦେଇଛି, ତ ଏହା କଣ? ଏହା ତୁମେମାନେ ଜାଣିଥିବ, ଯାହାକି କଣ ପିଲାମାନେ? କି ବୋର୍ଡ, ବୁଝିହେଲା, କି ବୋର୍ଡ। ନେକ୍ସଟ ଆଗକୁ ଯିବା, ଶବ୍ଦ ସହ ଚିତ୍ର। ତାହେଲେ 2 ନମ୍ବରରେ ଦେଇଛି, କିଛି ଶବ୍ଦ ଦେଇଛି ଆଉ ତା ସହିତ କଣ କରିଛି ନା ଚିତ୍ର ଗୁଡ଼ିକ ଦେଇଛି। ତାହେଲେ ଆମେ କ ସ୍ତମ୍ଭରେ ଲେଖା ଥିବା ଶବ୍ଦ ସହ ଖ ସ୍ତମ୍ଭରେ ସମ୍ପର୍କ ଥିବା ଚିତ୍ରକୁ ଗାର ଟାଣିକି ଯୋଡ଼। ତାହେଲେ କ ସ୍ତମ୍ଭରେ କିଛି ଲେଖା ଦେଇଛି, ଶବ୍ଦ ଦେଇଛି, ତ ଖ ସ୍ତମ୍ଭରେ କିଛି ଚିତ୍ରର ବା ଚିତ୍ର ଦେଇଛି, ହେଲା। ତ ସେଗୁଡ଼ିକୁ ଆମେ କଣ କରିବା? କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ଯୋଡ଼ିବା। ତାହେଲେ ଦେଖ ପିଲାମାନେ ବହୁତ ଗୁଡ଼ିଏ ଚିତ୍ର ଦେଇଛି। ତ ପ୍ରଥମେ ଦେଇଛି ଦେଖ କିବୋର୍ଡ, ହେଲା। ତ ପ୍ରଥମେ ଦେଇଛି କଣ ପିଲାମାନେ? କିବୋର୍ଡ। ତାହେଲେ କିବୋର୍ଡ କିଏ? ଏଇଟା, ହେଲା। ତ ଏଇଠି ଯୋଡ଼ି ନବ। ନେକ୍ସଟ ମାଉସ। ତ ମାଉସ ବି ତମେ ସମସ୍ତେ ଜାଣିଥିବ, ଏଇଟା ହେଉଛି ମାଉସ। ତାପରେ CPU। ତାହେଲେ CPU ଆମେ ଜଷ୍ଟ ଏଇନା ଆଲୋଚନା କଲେ, ଏଇଟା ହେଉଛି କଣ? CPU। ନେକ୍ସଟ ପିଲାମାନେ ଦେଇଛି ପ୍ରିଣ୍ଟର। ତାହେଲେ ପିଲାମାନେ ପ୍ରିଣ୍ଟର କିଏ? ପ୍ରିଣ୍ଟର ଏଇଠି ଦେଖ ପୁରା ଉପରେ ଅଛି, ଏଇଟା ହେଉଛି ପ୍ରିଣ୍ଟର, ବୁଝିହେଲା। ତାପରେ ଦେଖ ମନିଟର। ମନିଟର ତ ଆମେ ଏବେ ଜଷ୍ଟ କଣ କଲା? ଆଲୋଚନା କଲେ ନା ନାଇଁ, ତେଣୁ ଏଇଟା ହେଉଛି ମନିଟର। ତାପରେ ପିଲାମାନେ ସ୍କାନର। ତାହେଲେ ସ୍କାନର କୋଉଟା ପିଲାମାନେ? ଏଇଠି ପୁରା ଉପରେ ଅଛି, ଏଇଟା ହେଉଛି ସ୍କାନର, ବୁଝିହେଲା। ତ ଏମାନେ ଯୋଡ଼ି ନେବ ଆଉ ପାର୍ଟସ ଗୁଡ଼ିକ ଭଲ ଭାବରେ ଚିହ୍ନିବ ଆଉ ମନେ ରଖିବ, ବୁଝିହେଲା। ଆଗକୁ ଯିବା, ଆସ ଚିନ୍ତା କରି କହିବା ଓ ଲେଖିବା। 1 ନମ୍ବର, ନିମ୍ନଲିଖିତ ଶବ୍ଦ ଗୁଡ଼ିକ ମଧ୍ୟରୁ କେଉଁଟି କାର୍ଯ୍ୟକୁ ଓ କେଉଁଟି ଗୁଣକୁ ବୁଝାଉଛି, ହେଲା। କେଉଁଟି କାର୍ଯ୍ୟକୁ ଆଉ କେଉଁ ଶବ୍ଦ ସବୁ ଗୁଣକୁ ବୁଝାଉଛି, ତ ଏଇଥିରୁ ଆମେ ଲେଖିବା, ବୁଝିହେଲା। ତାହେଲେ ଲେଖିବା କାର୍ଯ୍ୟ ଆଉ ଗୁଣ। ତାହେଲେ ଦେଖ ପ୍ରଥମେ ଦେଇଛି ସାଧୁତା, ଧାଇଁବା, ସରଳତା, ପଢ଼ିବା, ସେବା, ଦୟା, ଭୋଜନ ଆଉ ଭ୍ରମଣ। ତାହେଲେ ପ୍ରଥମେ କାର୍ଯ୍ୟ ଆମେ ଲେଖିବା। ତ ପ୍ରଥମେ ସାଧୁତା ଗୋଟେ କାର୍ଯ୍ୟ କି? ନାଇଁ, ସାଧୁତା ହେଉଛି ଗୋଟେ କଣ?
गुण तेणु गुण जगार लिखिबा एठी लिखिबा साधुता। नेक्स्ट से भली धाइबा धाइबा गोटे गुण कि ना तेणु कार्य अटे धाइबा एठी लिखिबा धाइबा। से भली सरलता ताहले सरलता मध्य गोटे कोन पिला माने गुण हैला तेणु एठी लिखिबा सरलता। तापरे पढ़िबा पढ़िबा गोटे कार्य तेणु एठी लिखिबा पढ़िबा बुझिला। तापरे पिला माने सेवा सेवा भी गोटे कोन कार्य ना नहीं तेणु एठी लिखिबा। नेक्स्ट देखो दया ताहले दया पिला माने गोटे गुण तेणु लिखिबा एठी दया बुझिला। तापरे पिला माने भोजन ताहले भोजन कोन गोटे कार्य तेणु एठी लिखिबा भोजन। तापर आ गोटे रहिला भ्रमण ताहले भ्रमण भी पिला माने कार्य तेणु एठी लिखिदबो हला तळको लिखिदबो भ्रमण एई भली भाबरे कार्य आ गुण गुडी को लिखिनेबो। नेक्स्ट आगो को जिबा कंप्यूटर रो उपकारिता विषय रे 5 धाडी लेख। ताहले उत्तर कंप्यूटर सहाय्य रे छात्र छात्री माने अति सहज रे विभिन्न विषय रे ज्ञान आहरण करि पारुछंती। इंटरनेट माध्यम रे आमे दूर रे थिबा बंधु बांधवक सह निमिषक मध्य रे जोगाजोग करि पारुछु। आजिकाली टंका कारबार ठारू आरंभ करी व्यावसायिक कार्य पर्यंत सबु किछि कंप्यूटर द्वारा शीघ्र और सठिक भावे होई पारुछि। कंप्यूटर कठिन गाणितिक समस्या और जटिल कार्य गुडी को अल्प समय मध्य समाधान करि पारे। कंप्यूटर रे आमे गीत सुनिबा सिनेमा देखिबा एवं गेम खेलिबा भली मनोरंजन सुविधा पाई पारु। ताले एई भली तुम माने कंप्यूटर रो उपकारिता विषय रे 5 धाडी किबा 6 धाडी लिखिबो बुझियला। नेक्स्ट आगो को जिबा 3 नंबर निम्न कोठरी रे किछि वर्ण ओ मात्रा दिया जायछि एहा को प्रयोग करी नुआ नुआ शब्द गठन कर। वर्ण ओ मात्रा को व्यवहार करी एकाधिक थर व्यवहार करि पारिबो। ताले जेपरि बापा बोर्ड हला तो आमे ए गुडी को नेकी किछि वर्ण देछि तो एठारो वर्ण गुडी को नेकी आ मात्रा हला वर्ण आ मात्रा को नै आमे नूतन शब्द सब गठन करिबा। ताले उदाहरण दे देछि बापा आ गोटे बोर्ड। ताले आमे शब्द गठन करिबा तो देखो एठी अछि प अछि तो आमे मात्रा नबा आकार नबा हला ताले हिजबो कोन पा हबो ना नै। तापरे र अछि हमरे आकार नै जो हिजबो कोन रा हेगला गोटे शब्द से भली आउ करिबा। देखो एठी र को नेकी आमे आकार देकी लिखिबा रा। तापरे क्ष अछि देखो एठी लिखि परिबा कोन राक्षस बुझिला। तो से भली आउरी लिखि परिबा देखो एठी क अछि हला मम प अछि हर्षकार भी अछि ता सहित एठी अछि कोन ट अछि र। तो आमे कंप्यूटर मध्य लिखि परिबा हला तेनु लिखिबा कंप्यूटर। नेक्स्ट आउ गोटे लिखिबा से भली देखो एठी आउ गोटे मध्य करि परिबा। देखो एठी क नबा एठी मम प नबा आउ एठी न मध्य अछि तो कंपन मध्य करि परिबा हला कंपन। तुमे माने एई भली बहुत गुडे शब्द आउरी मध्य मनरु लिखि परिबो। जेहेतु चाटा देछि मु चारोटी तुम मानक पई लिखि देली बुझिला। तुम पई काम शिक्षक और पिला माने कंप्यूटर विषय रे दलगत आलोचना करिवे। ताहले एटा तुमे माने श्रेणी कक्ष रे करिवो हला तुम मानक मध्य रे करिवो। ताहले पिला माने एठी तुम मानकर प्रश्न उत्तर गुडी को सरी जाइछि। आशा करूछि वीडियोटी पसंद आस्थिबो एवं तुम माने समस्त भलो से बुझी पारिथिबो हला। तेबे बुझी पारिथिले कमेंट रे निश्चित भाबरे मते कहिवो हला तुम मानकर नेम कहिवो बुझिला। आ पिला माने बहुत तो वीडियो देखुछ किंतु सब्सक्राइब करूनो तो गोटे सेकंड लागियो सब्सक्राइब कर दबो बुझिला। तो आ वीडियो को गोटे लाइक कर दबो। थैंक यू।